ଆକାଶର ପକ୍ଷୀର କବି ବେଣୁଧର। ଅତ୍ୟାଧୁନିକ ଓଡ଼ିଆ କବି ହେଉଛନ୍ତି ଏକଦା ଓଡ଼ିଆ ଅଧ୍ୟାପକ ଥିବା ବେଣୁଧର ରାଉତ। କେନ୍ଦୁଝର ଜିଲ୍ଲାରେ ତାଙ୍କର ଜନ୍ମ। ଶିକ୍ଷା ସମାପ୍ତି ପରେ ବେଣୁଧର ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ରହିଥିଲେ। ଜୀବନରେ ମାତ୍ର ଗୋଟିଏ କବିତା ବହି ପିଙ୍ଗଳାର ସୂର୍ଯ୍ୟ ନାମରେ ଛପାଇ ସେ ଓଡ଼ିଆ କବିତା କ୍ଷେତ୍ରରେ ଶ୍ରେଣୀକକ୍ଷର ପାଠ୍ୟାନ୍ତର୍ଗତ କବି ହେବାର ମର୍ଯ୍ୟାଦା ପାଇଛନ୍ତି। ତାଙ୍କର ବୃହନ୍ନଳା, କାଠଘୋଡ଼ା ପାଣି ପିଇ, ପିଙ୍ଗଳାର ସୂର୍ଯ୍ୟ, ମଳୟର ଆତ୍ମହତ୍ୟା ଏବଂ ଆକାଶର ପକ୍ଷୀ ନାମ ଉଲ୍ଲେଖିତ କବିତାମାନ ବି.ଏ. ଏମ.ଏ. ଓଡ଼ିଆ ଶ୍ରେଣୀରେ ପଢ଼ାଯାଇଥିଲା। ଏଥିରୁ ବେଣୁଧରଙ୍କ କବିତାର ଲୋକପ୍ରିୟତା ସହଜରେ ଜଣାପଡ଼ୁଅଛି। ପିଙ୍ଗଳାର ସୂର୍ଯ୍ୟ ନାମକ କବିତାଟି ବି.ଏ. ଏମ.ଏ. ଉଭୟ ଶ୍ରେଣୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପାଠ୍ୟାନ୍ତର୍ଗତ ହୋଇଥିଲା। ମୁଁ ଯେତେବେଳେ ଡି.ଏ.ଭି. କଲେଜ ଟିଟିଲାଗଡ଼ରେ 1991 ମସିହାରେ ଓଡ଼ିଆ ଅଧ୍ୟାପକ ଥିଲି, ସେହି ସମୟରେ ଯୁକ୍ତ 3 ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଓଡ଼ିଆ ଅନର୍ସ ପିଲାମାନଙ୍କୁ ଏହି କବିତାଟିକୁ ପଢ଼େଇଥିଲି। ଆକାଶର ପକ୍ଷୀ ନାମକ କବିତାଟି ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ଏମ.ଏ. ପ୍ରାଇଭେଟ ପରୀକ୍ଷାର୍ଥୀଙ୍କ ଆଧୁନିକ ଓଡ଼ିଆ ପାଠ୍ୟ କବିତା ପାଠ୍ୟକ୍ରମରେ ରହିଥିଲା 2002 ମସିହାରେ। ଏହା ଏକ କ୍ଷୁଦ୍ର ଆକାର ବିଶିଷ୍ଟ ଦାର୍ଶନିକ ଭାବବୋଧ୍ୟ କବିତା। କବି ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟଠାରେ 1960 ମସିହାରେ ଓଡ଼ିଆ ଅଧ୍ୟାପକ ଥିବାବେଳେ ସେଇଠି କବିତାଟିକୁ ଲେଖିଥିଲେ ବୋଲି ତାରିଖ କବିତା ଶେଷରେ ଲିପିବଦ୍ଧ କରିଛନ୍ତି। 17/8/1960 ଆଉ ସମାବେଶ ପତ୍ରିକାରେ ଛାପିଥିଲେ। କବିତାଟିର ଦୁଇଟି ଭାଗ। କବି ଦିନର ସୂର୍ଯ୍ୟସ୍ନାତ ଆକାଶକୁ ଚାହିଁ ଆକାଶକୁ ଦେଖୁଥିବା ବେଳେ ହଠାତ୍ ହଳଦୀ ବସନ୍ତ ପକ୍ଷୀଟିକୁ ଆକାଶରେ ଉଡ଼ିବାର ଦେଖି ଖୁସି ହୋଇଯାଇ ଭାବୁକଟିଏ ପାଲଟି ଯାଇ କବିତାଟିକୁ ଲେଖି ପକାଇଛନ୍ତି। ହଳଦୀ ବସନ୍ତ ଏକ ନୀତି ଦେଖା ସାଧାରଣ ଇତର ପକ୍ଷୀ ନୁହେଁ, କେବେ କେମିତି ହଠାତ୍ ଆଖିରେ ଦେଖାଯାଇଥାଏ। ହଳଦୀ ବସନ୍ତ ଶୁଭ ଓ ସୁଖର ପ୍ରତୀକାତ୍ମକ ପକ୍ଷୀ। ଛୋଟ ପକ୍ଷୀଟି ଦେଖିବାକୁ ହଳଦିଆ ଏବଂ କଳା ରଙ୍ଗର ଅଟେ। ଦେଖିଲେ ଖୁସି ଲାଗିବ। ପେଚା ଭଳି ଭୟଙ୍କର ଆକୃତିର ନୁହେଁ, କୁତ୍ସିତ ପକ୍ଷୀ ନୁହେଁ। କବି କହୁଛନ୍ତି, ସକାଳ ଆକାଶରେ ହଳଦୀ ବସନ୍ତ ପକ୍ଷୀଟି ଆକାଶରେ ଉଡ଼ୁ ଉଡ଼ୁ ହଠାତ୍ ମେଘର ଗହଳିରେ କୁଆଡ଼େ ହଜିଯାଇ କବିଙ୍କ ଆଖିକୁ ଆଉ ଦିଶିନାହିଁ। କବି କିନ୍ତୁ ତାକୁ ବାରମ୍ବାର ଦେଖିବାକୁ ଚାହିଁଛନ୍ତି, ହେଲେ ଦିଶିନାହିଁ କବିଙ୍କର ଆଖିକୁ ପକ୍ଷୀଟି। ମେଘର ମାଳାକୁ କବି ଗହଳି କହିଛନ୍ତି, ଆଉ ସେହି ମେଘ ମାଳା ଆକାଶରୁ ଧୀରେ ଧୀରେ ଅପସରି ଗଲା। ଆକାଶ ସଫା ଏବଂ ନୀଳାମ୍ବର ହୋଇ କବିଙ୍କ ଆଖିକୁ ଉଜ୍ଜ୍ୱଳିତ ଦିଶିଲା ସୂର୍ଯ୍ୟର ପ୍ରଖର ତେଜିଆନ କିରଣରେ। କବି ପକ୍ଷୀଟିକୁ ବାରମ୍ବାର ଆଖି ପୂରାଇ ମନ ଭରି ଦେଖିବେ ବୋଲି ଥରକୁ ଥର ଆକାଶକୁ ଚାହୁଁଛନ୍ତି, ହେଲେ ପକ୍ଷୀଟି ଆଉ ଦିଶିନାହିଁ। କେବଳ ଆକାଶର ବିରାଟତା, ତାର ବ୍ୟାପ୍ତି ଓ ବ୍ୟାପକତା ହିଁ ମହାନ ରୀତିରେ ଦିଶି କବିଙ୍କୁ ମୁଗ୍ଧ କରାଇ ଦେଇଅଛି। କବି ବିମୁଗ୍ଧ ହୋଇ ଆକାଶକୁ ଚାହିଁ ଆଧ୍ୟାତ୍ମିକ ବିଭୂଭାବରେ ନିମଜ୍ଜିତ ଅଛନ୍ତି। ନହେଲେ ଆକାଶକୁ ବାରମ୍ବାର ଚାହାନ୍ତେ କାହିଁକି? ମହାନ ସତ୍ତା ବୋଲି ଆକାଶକୁ କହନ୍ତେ କାହିଁକି? ଆକାଶରେ ହିଁ ଭଗବାନଙ୍କର ବାସ। କବି ଭାବୁଛନ୍ତି, ହଳଦୀ ବସନ୍ତ ପକ୍ଷୀଟି ଆକାଶର ନୀଳିମାରେ କାହିଁକି ମିଶିଗଲା? କାହାକୁ କ'ଣ କହିବାକୁ? କି ବାର୍ତ୍ତା ଦେବାକୁ? ସୂର୍ଯ୍ୟର କିରଣ ପଡ଼ି ପକ୍ଷୀର ହଳଦିଆ ପକ୍ଷ ଚିକ୍ ଚିକ୍ ବା ସଫା ଦିଶୁଥିଲା। ହଳଦିଆ ରଙ୍ଗକୁ କବି ସୁନାର ଛାଉଣି କହିଛନ୍ତି। ଥଣ୍ଟଟି ମଣି ଭଳି ଝଟକୁଥିଲା। ଦୁଇଟି ଆଖି ମଧ୍ୟ ମଣି ଭଳି ଝଟକୁଥିବାର କବି ଦେଖିଛନ୍ତି, ଯାହାକୁ ବୈଦୁର୍ଯ୍ୟ ଏବଂ ଇନ୍ଦ୍ରନୀଳମଣିର ଆଖ୍ୟା ଦେଇଛନ୍ତି। ହଳଦୀ ବସନ୍ତ ଏକ ଶୁଭ ସୁଖ ବାଣ୍ଟୁଥିବା ପକ୍ଷୀ ଥିବାରୁ କବି ତାର ପକ୍ଷୀ ଜୀବନକୁ ଅତ୍ୟନ୍ତ ଦୁର୍ଲଭ କହିଛନ୍ତି। ହଜିଗଲେ ନୀଳ ବା ବସା ବି ବାହୁନିବ, ଶୋକ କରିବ, ମନେ ପକାଇବ। କବି ଭାବୁଛନ୍ତି, ସତରେ ପକ୍ଷୀଟି କ'ଣ ଆଉ ଆକାଶର ଉଡ଼ିବା ଛାଡ଼ି ଶେଷ କରି ନୀଳ ବାହୁଡ଼ା ହେବ ନାହିଁ? ତାର ସ୍ତ୍ରୀ ସାକ୍ଷାତ ପାଇଁ ବସାକୁ ଫେରିବ ନାହିଁ? ହୁଏତ ଛୁଆର ସନ୍ତକ ବା ଚିହ୍ନ ଥିଲେ ଫେରିପାରେ, ବାତ୍ସଲ୍ୟ ମମତାର ଆଦର ପ୍ରଦାନ ପାଇଁ।
ଦାମ୍ପତ୍ୟ ପ୍ରେମର ମୋହ ଥିଲେ ଫେରିପାରେ, ପୃଥିବୀ ମାଟିର ସ୍ନେହ ଥିଲେ ଫେରିପାରେ, ସଂସାର ଆସକ୍ତି ଥିଲେ ଫେରିପାରେ। କବି ହଳଦୀ ବସନ୍ତ ପକ୍ଷୀକୁ ଆନ୍ତରିକ ଭଲ ପାଇ ବସିଥିବା ହେତୁ ଜମା ଘର ଭିତରକୁ ଯାଇ ନ ପାରି ସେମିତି ନିର୍ନିମେଷ ନୟନରେ ଅପଲକ ନେତ୍ରରେ ଆକାଶରୁ ପକ୍ଷୀର ପୃଥିବୀ ନୀଡ଼କୁ ଫେରିବାରେ ଆଶାୟୀ ଭାବନାଟି କବିଙ୍କର ସତ ପ୍ରମାଣିତ ହୋଇଅଛି। ଶେଷରେ ହଳଦୀ ବସନ୍ତଟି ଦ୍ୱିପ୍ରହର ବେଳର ମଧ୍ୟାହ୍ନ ସମୟରେ ସୂର୍ଯ୍ୟର ପ୍ରଖର ଖରା ବର୍ଷା ହେଉଥିବା ବେଳେ ବସା ବା ନୀଡ଼କୁ ଫେରି ଆସିଥିଲା। କବି ଦେଖିଛନ୍ତି ବୋଲି ଲେଖିଛନ୍ତି। ଡେଣା ଦ୍ୱୟ ହୀରା ଭଳି ଝଟକୁଥିଲା, ଚିକ୍ ଚିକ୍ କରୁଥିଲା ସୂର୍ଯ୍ୟର କିରଣରେ। ଥଣ୍ଟ ପାଲିସ ଥିଲା, ଆଖି ନୀଳବର୍ଣ୍ଣର ଥିଲା। ବୋଧେ ପକ୍ଷୀଟି ଈଶ୍ୱରଙ୍କ ସହିତ ମିଶି ଆସିଥିଲା। ଯେତେ ଆକାଶରେ ଉଡ଼ିଲେ ମଧ୍ୟ ନୀଡ଼ର ମୋହକୁ ପକ୍ଷୀ ଛାଡ଼ିପାରିବ ନାହିଁ। ଜୀବନର ମାନେ ହେଉଛି ଆସକ୍ତି। ସଂସାର ମୋହ ତାକୁ ଜୀବତ୍ୟାଗ କରିପାରି ନଥାଏ। ସଂସାର ମୋହକୁ ଜୀବ ତ୍ୟାଗ କରିପାରି ନଥାଏ। ମେଘକୁ କବି ମାୟାବୀ ଏବଂ ଅସୁର କହିଛନ୍ତି, କାରଣ ସେ ଆକାଶର ସ୍ଥାୟୀ ବାସିନ୍ଦା ନୁହେଁ। ଆସେ ଏବଂ ଫେରେ, ଦେଖା ଦେଇ ଉଭେଇଯାଏ, ସ୍ଥିର ରହିପାରି ନଥାଏ। ପବନ ତାକୁ ଠେଲି ଆକାଶ ବକ୍ଷରୁ ହଟେଇ ଦିଏ, ଦୂରେଇ ନେଇ ଚାଲିଯାଏ। ସେ ଲାଗି ମାୟାବୀ। ଅସୁର ବି ସ୍ଥାୟୀ ନୁହେଁ, ତାର ଉତ୍ପାତ କ୍ଷଣିକ। ମେଘ ଅନନ୍ତ ଆକାଶର ଏବଂ ସରିଯିବାର, ରହି ନ ପାରିବାର ଏକ ସ୍ୱଳ୍ପ ସମ୍ପର୍କ। ପକ୍ଷୀ ପକ୍ଷିଣୀର ପ୍ରୀତି ବା ଭଲ ପାଇବାରେ ପକ୍ଷୀର ବସା, ସ୍ୱର୍ଗ ବା ସୁଖବୋଧର ପ୍ରତୀତି ବା ବିଶ୍ୱାସ। କବିତାର ପ୍ରଥମ ଭାଗର ଏଇଠି ସମାପ୍ତି। କବିତାର ଦ୍ୱିତୀୟ ଭାଗରେ କବି ଅନନ୍ତ ଲୀଳାମୟ ନୀଳିମାଯୁକ୍ତ ନୀଳ ଆକାଶକୁ ଚାହିଁ ଭାବବିମୁଗ୍ଧ ହୋଇଯାଇଛନ୍ତି। ବିଭୁ ପ୍ରେମରେ ମିଶି ଯାଇଛନ୍ତି। ଆକାଶକୁ ବାରମ୍ବାର ଚାହିଁ ମନରେ କୌତୂହଳ ଜାଗିଛି, ଭଗବାନ ସତରେ କେମିତି ଆକାଶ ବକ୍ଷରେ ଅଛନ୍ତି। ଶୂନ୍ୟ ଆକାଶର ନିରାକାର ଶୂନ୍ୟ ବିସ୍ତୃତି ପ୍ରଭୁ ଚାରିଆଡ଼େ ଘେରି ବେଢ଼ିକି ରହିଛନ୍ତି। ଆଉ ସେଇଠି ପକ୍ଷୀଟିଏ ଯାଯାବର ବୁଲିବ, ପୁଣି ଫେରିବ, ଆକାଶରେ ରହିପାରିବ ନାହିଁ। ମଣିଷର ଶରୀର ଘଟରେ ପଞ୍ଜୁରୀରେ ଆତ୍ମା ହେଉଛି ପକ୍ଷୀର ତର୍କଣା। ଆତ୍ମାକୁ ପକ୍ଷୀ କହନ୍ତି। କବି ଠିକ୍ ସେଇଆ କହିଛନ୍ତି ଏମିତି ବାକ୍ୟରେ, ଏବେ ମୋର ଜାଗି ଉଠେ ମନେ, ହୁଅ ମୋ ମନର ପକ୍ଷୀ, ମୋ ଶାନ୍ତର ପ୍ରତୀକ ପ୍ରତିମା। ଏ ଶାନ୍ତର ସରହଦ ଏ ପୃଥିବୀ, ଦୃଷ୍ଟିବଦ୍ଧ ଏତିକି ଆକାଶ। ଏହାରି ଆତ୍ମିକ ବାର୍ତ୍ତା ବହିନେଇ ଅନନ୍ତର ନୀଳିମାରେ ହୁଅ ଅପ୍ରକାଶ। କବିଙ୍କର ମନପ୍ରାଣ ହଳଦୀ ବସନ୍ତର ସୁନ୍ଦର ପକ୍ଷୀଟିକୁ ଦେଖି ଆକାଶ ବକ୍ଷରେ ଭଗବତ୍ ଚିନ୍ତାରେ ବ୍ୟସ୍ତ ରହିଯାଇଛନ୍ତି। କବି ଭାବି ଚାଲିଛନ୍ତି ଈଶ୍ୱରଙ୍କୁ ମନେ ପକାଇ ମନରେ ପବିତ୍ର ଭାବକୁ ଜଗାଇଛନ୍ତି। ସଂସାର ନଶ୍ୱର, ଠିକ୍ ଜୀବନ ଭଳି। ଏହା ଅନନ୍ତ ନୁହେଁ ଯେ ଅମର ରହିବ। ଏହା ଶାନ୍ତ ବା ସରିଯିବ ମୃତ୍ୟୁ ପରେ, ମରଣ ଉପରାନ୍ତେ। ଜୀବନ ଏକ ପ୍ରତିମା ମୂର୍ତ୍ତିରୁ ଜୀବନ୍ୟାସ ପାଇ ସଚଳ ଅଛି। ମରି ଥାଇ ଜୀବନ୍ତ ଅଛି, ପୁଣି ଜୀବନ୍ତରୁ ଥାଇ ମରିଯାଇ ମୂର୍ତ୍ତି ପାଲଟିଯିବ। ତେଣୁ ପ୍ରତିମା। ପୃଥିବୀ ବକ୍ଷର ସୀମା ଭିତରେ, ତାର ପରିସୀମା ମଧ୍ୟରେ ଆବଦ୍ଧ ଥାଇ ମଣିଷ ଜୀବ ପକ୍ଷୀ ବଞ୍ଚିବ। ମହାକାଶ ଯାନରେ ଆକାଶରେ ଉଡ଼ିଥାଏ ସାମୟିକ ସମୟ ପାଇଁ। ନହେଲେ ମାନବ ପକ୍ଷୀର ଆକାଶ ହେଉଛି ଏଇ ମାଟିର ପୃଥିବୀ, ଯେଉଁଠି ମଣିଷ ପକ୍ଷୀ ଆକାଶର ଅନନ୍ତ ନୀଳିମା ଭଳି ଅନ୍ତହୀନ ସ୍ୱପ୍ନ ଦେଖେ, କଳ୍ପନା ଭାବନାରେ ମସଗୁଲ ରହେ। ନହେଲେ ସୁଯୋଜିତ ଜୀବନ ବିତାଇ ପାରିବ ନାହିଁ। ଆକାଶ ନିଜେ ସୀମାହୀନ ହୋଇପାରେ, ହେଲେ ମଣିଷର ଆଖିରେ ଆକାଶ ଦିଶେ ଚେନାଏ ବା ଖଣ୍ଡିଏ ଅଳ୍ପ ସ୍ୱଳ୍ପ ହୋଇ ଆକୃତିରେ। ଆକାଶକୁ ପକ୍ଷୀ ଉଡ଼ିବାର ଦେଖିବା ଛଳରେ ଦେଖି କବି ଭଗବାନଙ୍କ ଅନନ୍ତତାକୁ ଭାବି ସ୍ୱଜୀବନର ସରିଯିବାର ଅସ୍ଥାୟିତ୍ୱକୁ ମନେ ପକାଇଛନ୍ତି। ଯେଉଁ ଭଗବାନ ଆକାଶ ପୃଥିବୀର ଚରାଚର ବିଶ୍ୱର ଯୁଗ୍ମ ସ୍ରଷ୍ଟା, ସବୁଠି ତାଙ୍କର ଦ୍ୱୟ ରୂପାୟନ ରହିଅଛି। ଦିନର ସୂର୍ଯ୍ୟ ଆଲୋକ ଯେମିତି ବହୁବର୍ଣ୍ଣା, ଠିକ୍ ସେମିତି ରାତ୍ରିର ସ୍ଥିତି ବି ବହୁବର୍ଣ୍ଣା। କେବେ ମେଘ ମେଦୁର ତ କେବେ
ସୁନିର୍ମଳ ତାରାଭର୍ତ୍ତି ଚନ୍ଦ୍ର ଜ୍ୟୋତି ଆଉ କେବେ ତମସାଚ୍ଛନ୍ନ ଅନ୍ଧାରିତ। ଆଉ ସବୁକିଛି ଏକାକାର ଏକାଠି ମିଶି ଗୋଟିଏ ହୋଇ ଯାଇଥାଏ ମାନବୀୟ ଭାବନାରେ କି ସବୁକିଛିର ନିୟନ୍ତା ନିର୍ମାତା ସ୍ରଷ୍ଟା ସେହି ଜଣେ ଈଶ୍ୱର, ଯିଏକି ବିବିଧତାପୂର୍ଣ୍ଣ ବୈଚିତ୍ର୍ୟମୟ ସୃଷ୍ଟିକୁ ସର୍ଜିଛନ୍ତି, ତିଆରି କରିଛନ୍ତି। ଭଗବାନ ମଙ୍ଗଳମୟ ଶିବ, ସଙ୍କଟହାରକ ଶଙ୍କର, ଅମର ଅମୃତର ସେ ହେଉଛନ୍ତି ପ୍ରକାଶ ବା ଅଭିବ୍ୟକ୍ତି। ଏ ପୃଥିବୀ ମାନବର ବଂଶ ପ୍ରଥା କ୍ରମର ପୈତୃକ ଜାତୀୟ ଜାତିଗତ ଅଧିକାର, ଯାହାକି ମଣିଷ ଭଗବାନଙ୍କଠାରୁ ଜନ୍ମସୂତ୍ରରେ ପାଇଛି। ତାର ଜୀବନ ଏହାରି ମଧ୍ୟରେ ନିବଦ୍ଧ, ବନ୍ଧନ ଓ ବନ୍ଦୀ। କବି ଭଗବାନଙ୍କୁ ଆଶୀର୍ବାଦ ଭିକ୍ଷା କରି କହୁଛନ୍ତି, ହେ ପ୍ରଭୁ, ମୋର ମନକୁ ଅଜ୍ଞତା ଅନ୍ଧାରରୁ ଦୂରେଇ ନେଇ ତୁମରି ନିତ୍ୟ ପ୍ରେମ ପାଇବା ପାଇଁ ତୁମରି ରହସ୍ୟରେ ଗୋପନୀୟତାରେ ମଗ୍ନ ରହିବାକୁ ମୋତେ ପ୍ରେରଣା ଦିଅ। ମୋ ମନରେ ଆଗ୍ରହ ଭରିଦିଅ, ଉତ୍ସାହ ଭରିଦିଅ। ତୁମେ ଗୁପ୍ତ ଓ ମୁକ୍ତ ଉଭୟ ହୋଇ ମୋର ମନରେ ଚିର ଉଜ୍ଜୀବିତ ହୋଇ ରହିଥାଅ ପ୍ରଭୁ। ମୁଁ ଏହା ଚାହେଁ, ସବୁବେଳେ ଚାହେଁ। ହଳଦୀ ବସନ୍ତ ନାମକ ସୁନ୍ଦର ପକ୍ଷୀଟିକୁ ଆକାଶରେ ସକାଳ ସମୟରେ ହଠାତ୍ ଉଡ଼ିବାର ଦେଖିକି କବି ମନ ବିଭୁ ଚେତନାରେ ବିମୋହିତ ହୋଇଯାଇଅଛି। ହଳଦୀ ବସନ୍ତ ନାମରେ ଓଡ଼ିଆ ଅଧ୍ୟାପକ ପ୍ରସନ୍ନ କୁମାର ମିଶ୍ର ମଧ୍ୟ ଏକ କବିତା ଲେଖିଛନ୍ତି। ତାହା ମଧ୍ୟ ଦିନେ BA ଶ୍ରେଣୀରେ ପାଠ୍ୟକ୍ରମରେ ପ୍ରଚଳିତ ଥିଲା।